ଭଗବାନ ଶ୍ରୀକୃଷ୍ଣ କହନ୍ତି, ହେ ମନୁଷ୍ୟ, କାହାକୁ କଷ୍ଟ ଦେଇ ମୋତେ ଖୁସି ମାଗିବା ତୁମର ସବୁଠୁ ବଡ଼ ଭ୍ରମ ଅଟେ। ଯଦି ତୁମେ କାହାକୁ ଖୁସି ଦେଇପାରୁଛ, ତେବେ ନିଜେ ଅସୁବିଧାରେ ପଡ଼ିଲେ ମୋତେ ଡାକିବା ଆବଶ୍ୟକ ନାହିଁ। କାରଣ ଅନ୍ୟକୁ ଖୁସି ଦେଲେ ତୁମକୁ ଉଚିତ ସମୟରେ ଏହାର ସୁଫଳ ମିଳିବ। ଯାହା ହେଲା ଭଲ ହେଲା। ଯାହା ହେଉଛି ଭଲ ପାଇଁ ହେଉଛି। ଯାହା ହେବ ଭଲ ପାଇଁ ହିଁ ହେବ। ତୁମର କ'ଣ ଯାଇଛି ତୁମେ କାନ୍ଦୁଛ? ତୁମେ କ'ଣ ଆଣିଥିଲ ଯାହା ତୁମେ ହଜାଇ ଦେଇଛ? ତୁମେ କ'ଣ ସୃଷ୍ଟି କରିଥିଲ ଯାହାକି ତୁମେ ଭଙ୍ଗାଇ ଦେଇଛ? ଯାହା ତୁମେ ନେଇନଥିଲ ତାହା ନେଉଛ। ଯାହା ଦେଇଛ ଏଇଠାରେ ଦେଇଛ। ଯାହା ତୁମର ଆଜି ଅଛି, କାଲି ସିଏ ଆଉ କାହାର ଥିଲା। ଆଗକୁ ସିଏ ଆଉ କାହାର ହୋଇକି ଯିବ। ପରିବର୍ତ୍ତନ ସଂସାରର ନିୟମ ଅଟେ। ସମସ୍ତଙ୍କୁ ଜୟ ଶ୍ରୀକୃଷ୍ଣ। ଚାଲନ୍ତୁ ଆଜି ଶୁଣିବା ଭଗବଦ୍ ଗୀତା ମହାଭାରତର କିଛି ଅଂଶ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ଏ ସଂସାରରେ ମୈତ୍ର ପ୍ରେମ ହିଁ ସତ୍ୟ। କାରଣ ମିତ୍ର ପିତା, ମାତା, ଭ୍ରାତା, ସଖା ହିଁ ହୋଇଥାଏ। ଅନ୍ୟ ପ୍ରେମରେ ଭରସା ଛଳନା ଥାଇପାରେ, ପରନ୍ତୁ ମିତ୍ର ପ୍ରେମରେ ଛଳନା ନଥାଏ। ମିତ୍ର ପାଇଁ ସବୁ କିଛି ଛାଡ଼ି ହେବ। ସବୁ ପାଇବା ପାଇଁ ମିତ୍ରକୁ ନୁହେଁ। ଅନ୍ୟମାନେ ଦୁଃଖ ସମୟରେ କିଛି ସମୟ, କିଛି ଦିନ ପାଇଁ ସାନ୍ତ୍ୱନା ଦେବେ, ହେଲେ ମିତ୍ର ସବୁଦିନ ପାଇଁ ସାନ୍ତ୍ୱନା ଦେଇଥାଏ। ଭଗବଦ୍ ଗୀତା ମହାଭାରତ ଯୁଦ୍ଧର ରଣଭୂମିରେ କୁହାଯାଇଥିଲା, ଯାହାକି କୌରବ ଏବଂ ପାଣ୍ଡବ ଦୁଇ ଭ୍ରାତୃପକ୍ଷଙ୍କ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏକ ବିଶାଳ ଯୁଦ୍ଧ ଥିଲା। ଯେଉଁ ସବୁ ଘଟଣା ଚକ୍ର ଏହି ବିଶାଳ ଯୁଦ୍ଧକୁ ଆବାହନ କରିଥିଲା। ଗୀତା ହେଉଛି ଆତ୍ମଜ୍ଞାନର ବିଜ୍ଞାନ। ପାର୍ଥିବ ବନ୍ଧନ ମଧ୍ୟରେ ଥାଇ ମଧ୍ୟ ମାୟା ଜାଲରେ ଛନ୍ଦି ହୋଇ ମନ ଓ ବୁଦ୍ଧିକୁ ସନ୍ତୁଳିତ କରି ଆତ୍ମାକୁ ଉତ୍ଥାନ ମାର୍ଗରେ ଆଗାଇ ନେବା ପାଇଁ ଯେଉଁ ଜ୍ଞାନର ଆବଶ୍ୟକତା, ତାହା ଗୀତାରୁ ଉପଲବ୍ଧ ହୋଇଛି। ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନର ମୋହଗ୍ରସ୍ତ ବିଷାଦକୁ ଭଙ୍ଗ କରିବା ପାଇଁ ଯେଉଁ ଜ୍ଞାନୋପଦେଶ ଦେଇଛନ୍ତି, ତାହା ଅତ୍ୟନ୍ତ ଶୁଭ ଓ ଆଧ୍ୟାତ୍ମିକ ସତ୍ୟ ଉପରେ ଆଧାରିତ। କର୍ମଯୋଗ, ଜ୍ଞାନଯୋଗ, ଧ୍ୟାନ ଯୋଗ, ଭକ୍ତି ଯୋଗ, ସନ୍ନ୍ୟାସ ଇତ୍ୟାଦି ଯୋଗ ବେଦ, ବେଦାନ୍ତ ଓ ଉପନିଷଦର ଯେଉଁ ଗୁଣ ରହସ୍ୟ ରହିଛି, ସେସବୁର ସୁନ୍ଦର ବ୍ୟାଖ୍ୟା କରି ଯାହା ବୁଝାଇଛନ୍ତି, ତାହା ସବୁ ପରିଧାନ୍ୟ ଯୋଗ୍ୟ। ଜୀବ ଜଗତର ଉତ୍କର୍ଷତା କାମନା କରି ଭଗବାନ ବ୍ୟାସ ଏହି ଉପଦେଶ ସବୁ ସୁନ୍ଦର ଦିବ୍ୟ ସଙ୍ଗୀତରେ ରୂପ ଦେଇଛନ୍ତି। ତାହା ହିଁ ଶ୍ରୀମଦ୍ ଭାଗବତ 18 ଦିନ ପର୍ଯ୍ୟନ୍ତ ମହାଭାରତ ଯୁଦ୍ଧର ପରିଚୟ ଦେଇଥିଲା। ମହାଭାରତ ବର୍ତ୍ତମାନ କଳିଯୁଗର ସମସ୍ତ ଘଟଣା ବିବରଣୀ ପ୍ରଦାନ କରେ। କଳିଯୁଗର ପ୍ରାରମ୍ଭରେ ଆଜକୁ 5000 ବର୍ଷ ପୂର୍ବେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ତାଙ୍କର ପ୍ରିୟ ଭକ୍ତ ଓ ସଖା ଅର୍ଜୁନକୁ ଭଗବଦ୍ ଗୀତାର ବ୍ୟାଖ୍ୟାନ ପ୍ରଦାନ କରିଥିଲେ। ସେମାନଙ୍କର ଆଲୋଚନା ଯୁଦ୍ଧାରମ୍ଭର ଅବ୍ୟବହିତ ପୂର୍ବରୁ ଘଟିଥିଲା, ଯାହା ମାନବୀୟ ଇତିହାସର ସବୁଠାରୁ ମହାନ ଦାର୍ଶନିକ ତଥା ଧାର୍ମିକ ବାର୍ତ୍ତା ସ୍ୱରୂପ ଥିଲା। ଏହା ଧୃତରାଷ୍ଟ୍ର ଶତପୁତ୍ର ଏବଂ ତାଙ୍କର କନିଷ୍ଠ ପିତା ପାଣ୍ଡୁଙ୍କର ପୁତ୍ର ପାଣ୍ଡବ ମଧ୍ୟରେ ଭ୍ରାତୃ ବିବାଦ ସମ୍ବନ୍ଧୀୟ ଥିଲା। ଧୃତରାଷ୍ଟ୍ର ଓ ପାଣ୍ଡୁ ଉଭୟେ କୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ। ଏହି କୁରୁବଂଶ ମହାରାଜ ଭରତଙ୍କ ଠାରୁ ଆରମ୍ଭ, ଯାହାଙ୍କ ନାମ ଅନୁସାରେ ମହାଭାରତ ନାମିତ ହୋଇଛି। ଜ୍ୟେଷ୍ଠ ଭ୍ରାତା ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିବାରୁ ଅନୁଜ ପାଣ୍ଡୁ ସିଂହାସନ ଗ୍ରହଣ କରିଥିଲେ।
ଯେତେବେଳେ ପାଣ୍ଡୁଙ୍କର ଖୁବ୍ କମ୍ ବୟସରେ ଦେହାନ୍ତ ଘଟିଲା, ସେତେବେଳେ ତାଙ୍କର 5 ପୁତ୍ର ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କର ଲାଳନ ପାଳନର ଦାୟିତ୍ୱ ଧୃତରାଷ୍ଟ୍ରଙ୍କ ଅଧୀନକୁ ଚାଲିଯାଇଥିଲା। ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ଏବଂ ପାଣ୍ଡୁଙ୍କର ପୁତ୍ରଗଣ ଗୋଟିଏ ରାଜ ପରିବାରରେ ଲାଳିତ ପାଳିତ ହେଉଥିଲେ। ଉଭୟେ ପ୍ରସିଦ୍ଧ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଅଧୀନରେ ଯୁଦ୍ଧବିଦ୍ୟା ଶିକ୍ଷା କରୁଥିଲେ ଏବଂ ଅତି ସମ୍ମାନାସ୍ପଦ ପିତାମହ ଭୀଷ୍ମଙ୍କଦ୍ୱାରା ରାଜକୀୟ ବିଦ୍ୟା ଶିକ୍ଷାଲାଭ କରିଥିଲେ। ଏହା ସତ୍ତ୍ୱେ ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ମୁଖ୍ୟତଃ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ଘୃଣା ଓ ଈର୍ଷା ଚକ୍ଷୁରେ ଦେଖୁଥିଲେ। ଅନ୍ଧ ଓ ଦୁର୍ବଳତାମନା ରାଜା ଧୃତରାଷ୍ଟ୍ର ପାଣ୍ଡବମାନଙ୍କ ପରିବର୍ତ୍ତେ ରାଜ୍ୟର ରାଜସିଂହାସନ ନିଜ ପୁତ୍ରମାନଙ୍କୁ ଦେବାକୁ ଚାହୁଁଥିଲେ। ତେଣୁ ଧୃତରାଷ୍ଟ୍ରଙ୍କ ପରାମର୍ଶକ୍ରମେ ଦୁର୍ଯ୍ୟୋଧନ ପାଣ୍ଡୁଙ୍କର ଯୁବ ପୁତ୍ରଗଣଙ୍କୁ ମାଦି ଦେବାପାଇଁ ବିଭିନ୍ନ ଯୋଜନା କରୁଥିଲେ। ପାଣ୍ଡବମାନେ ସେମାନଙ୍କର କନିଷ୍ଠ ପିତା ପୁଣ୍ୟାତ୍ମା ବିଦୁର ଓ ମାମୁଁ ପୁତ୍ର ଭାଇ ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଅନେକ ବିପତ୍ତରୁ ଅଳ୍ପେକ ରକ୍ଷା ପାଇଥିଲେ। ଯଦି ଆଜିର ମହାଭାରତର କିଛି ଅଂଶ ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଜୟ ଶ୍ରୀକୃଷ୍ଣ।